नमस्कार। ओडिया न्यूज एडिटोरियल एनालिसिस को स्वागत करुछु मो प्रसाद। चलतु पढ़िबा 2-4 दिन तलर किछि ओडे एडिटोरियल विवाह भूत अथर पढ़िबा विवाह भूत। ଏବେ ମଧ୍ୟ ଏକ ଜନସଂଖ୍ୟାର ଆଦର୍ଶ ଆକାର ସମ୍ବନ୍ଧରେ ଆଲୋଚନା ସମୟରେ ବୁଦ୍ଧିଜୀବୀ ମହଲରେ 1798ରେ ପ୍ରକାଶିତ ବ୍ରିଟିଶ ପାଦ୍ରୀ ତଥା ଅର୍ଥନୀତିଜ୍ଞ ଥୋମାସ ରବର୍ଟ ମାଲଥସଙ୍କର ଦୀର୍ଘ ପ୍ରବନ୍ଧ ଏସେ ଅନ୍ ଦି ପ୍ରିନ୍ସିପଲ୍ ଅଫ୍ ପପୁଲେସନର ଅବତାରଣା କରାଯିବା ଦେଖା ଯାଇଥାଏ। ପ୍ରକୃତରେ ମାଲଥସଙ୍କର ଏହି ରଚନା ଥିଲା 1793ରେ ପ୍ରକାଶିତ ବିଲିୟମ ଗଡବିନ୍ ନାମକ ଅନ୍ୟ ଜଣେ ପାଦ୍ରୀ ତଥା ଚିନ୍ତକଙ୍କ ଦ୍ୱାରା ଲିଖିତ ପୁସ୍ତକ ପଲିଟିକାଲ ଜଷ୍ଟିସ୍ ବା ରାଜନୈତିକ ନ୍ୟାୟରେ ଭବିଷ୍ୟତରେ ଏକ ଚିର ଆନନ୍ଦମୟ ମାନବ ସମାଜର ଆବିର୍ଭାବ ସମ୍ବନ୍ଧରେ କରାଯାଇଥିବା ଭବିଷ୍ୟତବାଣୀକୁ ଭୁଲ ପ୍ରମାଣିତ କରିବା ପାଇଁ ଏକ ସୁଚିନ୍ତିତ ଯୁକ୍ତି। ମାଲଥସଙ୍କ ଯୁକ୍ତି ଅନୁସାରେ ପୃଥିବୀ ପୃଷ୍ଠରେ ଗଡବିନ୍ଙ୍କ ସ୍ୱର୍ଗର ଆବିର୍ଭାବ ପଥରେ ଥିବା ଅସଲ ପ୍ରତିବନ୍ଧକ ହେଉଛି ଜନସଂଖ୍ୟା। କାରଣ ପ୍ରକୃତିର ନିୟମ ଅନୁସାରେ ଜନସଂଖ୍ୟାର ବୃଦ୍ଧି ଖାଦ୍ୟ ଯୋଗାଣର ବୃଦ୍ଧିକୁ ସର୍ବଦା ପଛରେ ପକାଇ ଚାଲିବ, ଯାହା ଶେଷରେ ମନୁଷ୍ୟ ସମାଜର ବିଲୟ ସାଧନ କରିବାର ସମ୍ଭାବନା ବହନ କରିଥାଏ। ଏହା ମୂଳରେ ଯାହା ନିହିତ ଥାଏ ତାହା ହେଉଛି ମନୁଷ୍ୟର ଅଦମନୀୟ ପ୍ରଜନନ ପ୍ରବୃତ୍ତି। କିନ୍ତୁ ମାଲଥସ ଏହା ମଧ୍ୟ କହିଥିଲେ ଯେ ଏଭଳି ବିଲୟ ଘଟିବାର ଅବ୍ୟବହିତ ପୂର୍ବରୁ ପଜିଟିଭ ଚେକ୍ ବା ପ୍ରାକୃତିକ ବାଧା ନାମକ ପ୍ରାକୃତିକ ପ୍ରତିବନ୍ଧକମାନଙ୍କ ପ୍ରଭାବରେ ଜନସଂଖ୍ୟାରେ ଘଟୁଥିବା ବୃଦ୍ଧି ବନ୍ଦ ହୋଇଯିବ। ଉଦାହରଣ ସ୍ୱରୂପ ଖାଦ୍ୟାଭାବ ଯୋଗୁଁ ନାରୀମାନଙ୍କ କଙ୍କାଳସାର ହୋଇ ସେମାନଙ୍କର ପ୍ରଜନନ କ୍ଷମତା ହରାଇ ବସିବେ ଏବଂ ପିଲାମାନେ ଅପପୁଷ୍ଟିର ଶିକାର ହୋଇ ନିଜର ରୋଗ ପ୍ରତିରୋଧନୀ ଶକ୍ତି ହରାଇ ମୃତ୍ୟୁ ମୁଖରେ ପଡ଼ିବେ। କିନ୍ତୁ ଏପରି ଏକ ଭୟଙ୍କର ପରିଣତି ଅନିବାର୍ଯ୍ୟ ନୁହେଁ। ମାଲଥସଙ୍କ ମତରେ ପ୍ରିଭେଣ୍ଟିଭ୍ ଚେକ୍ ବା ପ୍ରତିରୋଧକ ବାଧା ନାମକ ପଦକ୍ଷେପ ଗ୍ରହଣ ଦ୍ୱାରା ଏହାକୁ ଟାଳି ଦେଇ ହେବ, ଯେହେତୁ ଅଦମ୍ୟ ପ୍ରଜନନ ପ୍ରବୃତ୍ତି ହେଉଛି ଅନିୟନ୍ତ୍ରିତ ଜନସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ। ଏହି ପ୍ରବୃତ୍ତିକୁ ଲଗାମ ଦେବା ଦ୍ୱାରା ହିଁ ଜନସଂଖ୍ୟାକୁ ଏକ ଆଦର୍ଶ ଆକାର ମଧ୍ୟରେ ସୀମିତ କରାଯାଇ ପାରିବ। ମାଲଥସ ସୁପାରିଶ କରିଥିବା ଯେଉଁ ପ୍ରିଭେଣ୍ଟିଭ୍ ଚେକ୍ ବା ପ୍ରତିରୋଧକ ବାଧା ପ୍ରୟୋଗ କରି ଏହା ହାସଲ କରାଯାଇ ପାରିବ, ତାହା ହେଲା ଏକ ପିତୃକୈନ୍ଦ୍ରିକ ପରିବାର, ଯେଉଁଠି ପିତୃ ଆଦେଶ ବଦଳରେ ନାରୀମାନେ 28 ବର୍ଷ ବୟସ ପର୍ଯ୍ୟନ୍ତ କୁମାରୀ ରହିବାକୁ ବାଧ୍ୟ ହେବେ ଏବଂ ତାପରେ ମଧ୍ୟ ସରକାରଙ୍କ ଅନୁମତି ବିନା ପ୍ରଜନନରେ ପ୍ରବୃତ୍ତି ହୋଇପାରିବେ ନାହିଁ। ମାଲଥସଙ୍କ ଉପଦେଶ ଅନୁସାରେ ଏଭଳି ସମାଜରେ ନାରୀମାନଙ୍କ ଶୈଶବରୁ ଏପରି ଧର୍ମଭୀରୁ କରି ଗଢ଼ା ଯାଇଥିବ ଯେ ସେମାନେ ନର୍କରେ ପଡ଼ିବା ଭୟରେ ଏହି ନିୟନ୍ତ୍ରଣର ଉଲ୍ଲଂଘନ କରିବାକୁ ସାହସ କରିବେ ନାହିଁ। ତାହେଲେ ଯାଇ ଜନସଂଖ୍ୟାର ଆକାର ନିରାପଦ ସୀମା ଲଙ୍ଘନ କରିବ ନାହିଁ ଏବଂ ସେମାନଙ୍କ ପାଇଁ ଏକ ଅପେକ୍ଷାକୃତ ସନ୍ତୋଷଜନକ ଜୀବନ ଧାରଣର ମାନ ଉପଲବ୍ଧ ହୋଇପାରିବ। ଯଦି ପ୍ରଶ୍ନ କରାଯାଏ ଏକବିଂଶ ଶତାବ୍ଦୀର 1/4 ପାର ହେଉଥିବା ଆଜିର ସମୟର ଭାରତୀୟ ଉଚ୍ଚଶିକ୍ଷିତା ବୃତ୍ତିଧାରିଣୀ ଯୁବତୀମାନେ ପ୍ରଜନନରେ ଅଂଶଗ୍ରହଣ କରିବା ପାଇଁ ବା ନ କରିବା ପାଇଁ ସେମାନଙ୍କ ନିଷ୍ପତ୍ତି ନେବା ବେଳେ ସେମାନଙ୍କ ସ୍ୱାଧୀନତା ହରାଇ ସେଭଳି କୌଣସି ମାଲଥସୀୟ ନିୟନ୍ତ୍ରଣର ସମ୍ମୁଖୀନ ହୋଇଥାନ୍ତି କି? ନିଃସନ୍ଦେହରେ ସମସ୍ୱରରେ ତାର ଉତ୍ତର ମିଳିବ ନା। ସେଥିପାଇଁ ଏବେ ଦେଶର ଅନ୍ୟତମ ମର୍ଯ୍ୟାଦାଜନକ ବୈଷୟିକ ଉଚ୍ଚଶିକ୍ଷା ଅନୁଷ୍ଠାନ IIT ହାଇଦ୍ରାବାଦରେ ଯୁବତୀ ଇଞ୍ଜିନିୟରମାନେ ଏ ସମ୍ପର୍କରେ ସେମାନଙ୍କର ଯେଉଁ ଆଭିମୁଖ୍ୟ ପ୍ରଦର୍ଶନ କରିବା ପ୍ରକାଶ ପାଇଛି, ତାହା ଦେଶର ବର୍ତ୍ତମାନ ବହୁ ଚର୍ଚ୍ଚିତ ସ୍ୱଦେଶୀ ସୋସିଆଲ ମିଡ଼ିଆ କମ୍ପାନୀ ଆରଟାଇର ଜନନୀ କମ୍ପାନୀର ଜୋହୋର ସହ-ପ୍ରତିଷ୍ଠାତା ଶ୍ରୀଧର ବେମ୍ବୁଙ୍କୁ ହତଭମ୍ବ କରିଦେଇଛି। ପ୍ରକାଶିତ ଏକ ସମ୍ବାଦ ଅନୁସାରେ ନିକଟର ଖ୍ୟାତସମ୍ପନ୍ନ ମହିଳା ଉଦ୍ୟୋଗୀ ଉପାସନା କେନିଡୋଲା IIT ହାଇଦ୍ରାବାଦରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିବା ସମୟରେ ଯେତେବେଳେ ସେମାନଙ୍କୁ ପଚାରିଲେ ତୁମମାନଙ୍କ ମଧ୍ୟରୁ କେତେଜଣ ବିବାହ କରିବାକୁ ଚାହଁ, ସେତେବେଳେ ତାଙ୍କୁ ଯେଉଁ ଉତ୍ତର ମିଳିଲା ତାହା ତାଙ୍କୁ ଯୁଗପତ୍ ବିସ୍ମୟ ଓ ଆନନ୍ଦରେ ଭରିଦେଲା, ଯାହା ସେ ସୋସିଆଲ ମିଡ଼ିଆରେ ପ୍ରସାରିତ କରିଛନ୍ତି। ଉପାସନାଙ୍କ ପ୍ରଶ୍ନର ଉତ୍ତରରେ ଉପସ୍ଥିତ ଅଧିକାଂଶ ଛାତ୍ରମାନେ ସମ୍ମତିସୂଚକ ହାତ ଟେକିଥିବା ବେଳେ ଅଧିକାଂଶ ଛାତ୍ରୀ ବିବାହ ପ୍ରତି ସେମାନଙ୍କ ଅସମ୍ମତି ପ୍ରକାଶ କରି ହାତ ଟେକି ନଥିଲେ। ବିବାହ ପ୍ରତି ନାରୀମାନଙ୍କର ବିସ୍ମୟଜନକ ବିମୁଖତା ଦ୍ୱାରା ଆନନ୍ଦିତ ହୋଇ ଉପାସନା ତାଙ୍କର ସୋସିଆଲ ମିଡ଼ିଆ ପୋଷ୍ଟରେ ଲେଖିଛନ୍ତି ଯେ ଏହା ହେଉଛି ଆଜିର ପ୍ରଗତିଶୀଳ ଭାରତର ପରିଚୟ, ଯେଉଁଠି ନାରୀମାନେ ପୁରୁଷମାନଙ୍କ ଅପେକ୍ଷା ବହୁ ଅଧିକ ନିଜର ଧ୍ୟାନ ନିଜର କ୍ୟାରିୟର ଉପରେ କେନ୍ଦ୍ରୀଭୂତ କରୁଛନ୍ତି। ଶ୍ରୀଧର ବେମ୍ବୁ ସୋସିଆଲ ମିଡ଼ିଆରେ ଉପାସନାଙ୍କର ଏହି ପୋଷ୍ଟ ଦେଖିବା ପରେ ବିବ୍ରତ ବୋଧ କରି ତାର ପ୍ରତିକ୍ରିୟାରେ ନିଜର ଏକ ପୋଷ୍ଟ ମାଧ୍ୟମରେ ଦେଶର ଯୁବ ଉଦ୍ୟୋଗୀମାନଙ୍କୁ ଆହ୍ୱାନ ଦେଇଛନ୍ତି ଯେ ସେମାନେ 20ରୁ 29 ବର୍ଷ ବୟସ ମଧ୍ୟରେ ବିବାହ କରି ସନ୍ତାନ ସନ୍ତତି ଜନ୍ମ କରନ୍ତୁ, ଯାହାକୁ ବେମ୍ବୁ ଏହି ଯୁବପିଢ଼ିର ସମାଜ ପ୍ରତି ଜନସଂଖ୍ୟାରେ ସନ୍ତୁଳନ ରକ୍ଷାକାରୀ କର୍ତ୍ତବ୍ୟ ବା ଡେମୋଗ୍ରାଫିକ୍ ଡ୍ୟୁଟି ରୂପେ ଅଭିହିତ କରିଛନ୍ତି। ବେମ୍ବୁଙ୍କର ଏହି ଅଣ-ମାଲଥସୀୟ ଆହ୍ୱାନ ସମ୍ପୃକ୍ତ ପରିସରରେ ବ୍ୟାପକ ଚାଞ୍ଚଲ୍ୟ ସୃଷ୍ଟି କରିଛି, କିନ୍ତୁ ଏହା ବର୍ତ୍ତମାନ
ସାବ୍ୟସ୍ତ ହୋଇସାରିଛି ଯେ ମାଲଥସ୍ ତାଙ୍କର ସତର୍କବାଣୀ ପ୍ରକାଶ କରିବା ପରେ ଦୀର୍ଘ 2 ଶତାବ୍ଦୀରୁ ଅଧିକ କାଳ ପାର ହୋଇଯାଇଥିଲେ ହେଁ ଏବଂ ଇତିମଧ୍ୟରେ ପୃଥିବୀର ଜନସଂଖ୍ୟାରେ ପ୍ରାୟ 8 ଗୁଣ ବୃଦ୍ଧି ଘଟି ସାରିଥିଲେ ହେଁ ସେଥିଯୋଗୁଁ ମାନବ ସମାଜର ବିଲୟ ଘଟିବା ପରିବର୍ତ୍ତେ ପୃଥିବୀପୃଷ୍ଠରେ ମନୁଷ୍ୟ ଜୀବନ ଧାରଣର ମାନରେ ବହୁଗୁଣ ଉନ୍ନତି ଘଟିଛି ଏବଂ ଘଟି ଚାଲିଛି। ଅପରପକ୍ଷେ ଭାରତ ଭଳି ଦେଶରେ ଜନସଂଖ୍ୟାକୁ ଆଉ ଏକ ମାଲଥୁସୀୟ ବୋଝ ରୂପେ ବିଚାର ନ କରି ବର୍ତ୍ତମାନ ତାହାକୁ ଆମର ଲାଭପ୍ରଦ ଶକ୍ତି ବା ଡେମୋଗ୍ରାଫିକ୍ ଡିଭିଡେଣ୍ଡ ରୂପେ ଦେଖାଯାଉଛି। ଭାରତର ଏହି ଜନଶକ୍ତିର ଆଧାର ହେଉଛି ଏହାର ବିଶାଳ ଜନସଂଖ୍ୟାର କର୍ମକ୍ଷମ ଉତ୍ପାଦନଶୀଳ ସଦସ୍ୟମାନଙ୍କର ଉଚ୍ଚ ଅନୁପାତ। ଜନସଂଖ୍ୟାର ପ୍ରାୟ 2/3 ହେଉଛନ୍ତି କର୍ମକ୍ଷମ ବିବେଚିତ 15ରୁ 59 ବୟସ ସୀମା ମଧ୍ୟରେ ଅନ୍ତର୍ଭୁକ୍ତ। ଜାତିସଂଘର ଏକ ଆକଳନ ଅନୁସାରେ 2025ରେ ପୃଥିବୀର 15ରୁ 64 ବୟସ ସୀମା ମଧ୍ୟର କର୍ମକ୍ଷମ ଲୋକସଂଖ୍ୟା ହେଉଛନ୍ତି 5.3 ବିଲିୟନ, ଯେଉଁଥିରେ ଭାରତର ଅଂଶ ହେଉଛି ସର୍ବୋଚ୍ଚ 1 ବିଲିୟନରୁ ଅଧିକ ଏବଂ ଦ୍ୱିତୀୟ ସ୍ଥାନରେ ଥିବା ଚୀନର ଅଂଶ ହେଉଛି 986 ମିଲିୟନ। ବର୍ତ୍ତମାନ କୁହାଗଲାଣି ଯେ ଏବେ ବିରଳ ମୃତ୍ତିକା ଯେଉଁଭଳି ଚୀନର ଅସଲ ଶକ୍ତି ରୂପେ ଆବିର୍ଭୂତ ହୋଇଛି, ଭାରତର ଏହି ଯୁବ ଜନଶକ୍ତି ଯାହାର ମଧ୍ୟବର୍ତ୍ତୀ ବୟସ ହେଉଛି 28 ବର୍ଷ ମାତ୍ର ତାର ଅସଲ ଶକ୍ତି। ଆଉ ଆମର ଏହି ଯୁବ ଜନଶକ୍ତିର ମଞ୍ଜ ହେଉଛନ୍ତି ଉପାସନା ଭେଟିଥିବା ହାଇଦ୍ରାବାଦ IITର ସେହି ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀମାନେ। ଚିନ୍ତାଜନକ ଭାବରେ ସେଠାରେ ପ୍ରକାଶିତ ବିବାହ ସନ୍ତାନ ବିମୁଖତା ଯୋଗୁଁ ଭାରତରେ ବର୍ତ୍ତମାନ ପ୍ରଜନନ ହାର ସୂଚାଉଥିବା TFR ପ୍ରତିସ୍ଥାପନ ହାର 2.1 ତଳକୁ ଖସିଗଲାଣି ଏବଂ ଏଥିରେ ଯଦି ଉନ୍ନତି ନ ଘଟେ ଆମେ ଅନତି ବିଳମ୍ବେ ଆମର ଡେମୋଗ୍ରାଫିକ୍ ଡିଭିଡେଣ୍ଡ ହରାଇବାକୁ ଆରମ୍ଭ କରିବା। ଏହି ଆସନ୍ନ ବିପଦକୁ ଟାଳିବା ପାଇଁ ଶ୍ରୀଧର ବେମ୍ବୁ ଏଭଳି ଆହ୍ୱାନ ଦେଇଛନ୍ତି। ଦେଶର ଯୋଗ୍ୟ ଯୁବତୀମାନେ ତାଙ୍କର ଡାକ ଶୁଣି ମାଲଥସ୍ଙ୍କ ଡାକ ନ ଶୁଣି ନିଜର ବିରଳ ପ୍ରଜନନ କ୍ଷମତାକୁ ନଷ୍ଟ ହେବାକୁ ନ ଦେଇ କିଛିଟା ବ୍ୟକ୍ତିଗତ ତ୍ୟାଗ ସ୍ୱୀକାର କରି ବିବାହ କରିବାକୁ ଆଗେ ଆସନ୍ତୁ। ତାହା ହିଁ ଭାରତକୁ ପ୍ରଗତିଶୀଳ କରିବ। ଉପାସନା ଭ୍ରମାତ୍ମକ ଭାବରେ ବିଶ୍ୱାସ କରୁଥିବା ସେମାନଙ୍କ ବିବାହ ବିମୁଖତା ନୁହେଁ, ସେମାନଙ୍କ ବିବାହ ବର୍ଜନ ହେଉଛି ମାଲଥସ୍ଙ୍କ ଭୂତଠାରେ ପୁଣି ପ୍ରାଣ ସଞ୍ଚାର କଲା ଭଳି କଥା। ଏଠି ସେ ରହୁଛି। ବହୁତ ବହୁତ ଧନ୍ୟବାଦ।